ଏବେ ନିଜସ୍ୱ ଘର କିଣିବାର ସ୍ୱପ୍ନ ହେବ ପୂରଣ। SBI କଲା ବଡ଼ ଘୋଷଣା। ତେବେ କ'ଣ ରହିଛି ସମ୍ପୂର୍ଣ୍ଣ ଅପଡେଟଟି ଆସନ୍ତୁ ଜାଣିବା। ତା ପୂର୍ବରୁ ଭିଡ଼ିଓଟିକୁ ଲାଇକ୍ ଆଉ ସେୟାର କରି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିବା ପାଇଁ ଅନୁରୋଧ। ଯଦି ଆପଣ ମଧ୍ୟ ନିଜର ଘର କିଣିବାକୁ ଚାହୁଁଛନ୍ତି ଏବଂ ଏଥିପାଇଁ ଗୃହ ଋଣ ଖୋଜୁଛନ୍ତି, ତେବେ ଆପଣଙ୍କ ପାଇଁ ଆସିଛି ଏକ ଖୁସି ଖବର। ଗୃହ ଋଣ ସହିତ ବ୍ୟକ୍ତିଗତ ଋଣ ନେଉଥିବା ଲୋକଙ୍କୁ SBI ଏକ ବଡ଼ ଆଶ୍ୱସ୍ତି ଦେଇଛି। ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଯଥା SBI ବିଭିନ୍ନ ଋଣ ଉପରେ ଲାଗୁ EBLR ଏବଂ ରେପୋ ଲିଙ୍କ୍ଡ ଋଣ ହାର ହ୍ରାସ ଘୋଷଣା କରିଛି। ଗତ ସପ୍ତାହରେ ଭାରତୀୟ ରିଜର୍ଭ ବ୍ୟାଙ୍କ ଯଥା RBI ଏହାର MPC ବୈଠକରେ ରେପୋ ହାରକୁ 25 ବେସିସ୍ ପଏଣ୍ଟ ହ୍ରାସ କରି 6.50% ରୁ 6.25% କରିବାକୁ ନିଷ୍ପତ୍ତି ନେବା ପରେ ଏହା ହୋଇଛି। ନୂତନ ହାରଗୁଡ଼ିକ ଆଜିଠାରୁ ଲାଗୁ ହୋଇଛି। ଗତ ସପ୍ତାହରେ RBI ରେପୋ ହାରରେ 25 ବେସିସ୍ ପଏଣ୍ଟ ହ୍ରାସ କରିଥିଲା, ଯାହାପରେ SBI ଏବେ EBLR ଏବଂ RLLRରେ ହ୍ରାସ ଘୋଷଣା କରିଛି। ତଥାପି ବ୍ୟାଙ୍କ ସୀମାଗତ ଖର୍ଚ୍ଚ ଆଧାରିତ ଋଣ ହାର ଏବଂ ବେଞ୍ଚମାର୍କ ପ୍ରାଇମ୍ ଋଣ ହାରରେ କୌଣସି ପରିବର୍ତ୍ତନ କରିନାହିଁ। RBI ଦ୍ୱାରା EBLR ହ୍ରାସ ଯୋଗୁଁ ଗୃହ ଋଣ ନେଉଥିବା ଲୋକମାନଙ୍କୁ ବଡ଼ ଆଶ୍ୱସ୍ତି ମିଳିବ। ଏବେ ସେମାନଙ୍କର EMI ହ୍ରାସ ପାଇବ। ତେବେ ଏହା ଥିଲା ସମ୍ପୂର୍ଣ୍ଣ ଅପଡେଟଟି। ଭିଡ଼ିଓଟି ଭଲ ଲାଗିଥିଲେ ଭିଡ଼ିଓଟିକୁ ଲାଇକ୍ କରନ୍ତୁ, ସେୟାର କରନ୍ତୁ ଏବଂ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିବାକୁ ଭୁଲନ୍ତୁ ନାହିଁ। ଧନ୍ୟବାଦ।